ଆଜି ଆମେ ଆମ ନବମ କ୍ଲାସର ସମୂହ ଦୃଷ୍ଟି ଚାପ୍ଟରର ସବୁତକ ଅଭ୍ୟାସ ପ୍ରଶ୍ନପତ୍ର କରିବା ହେଲା। ଏକ ନମ୍ବରରେ ଆମକୁ ଦେଇଛି କ'ଣ, କ ସ୍ତମ୍ଭ ଆଉ ଖ ସ୍ତମ୍ଭ ମିଳେଇବା। ବୁଝିହେଲା? ଦେଖ ଏଠି ତାହେଲେ କ ସ୍ତମ୍ଭ ମିଳେଇ ଦେଇଛି ଜନକ। ଜନକର କ'ଣ ହବ? ମିଥିଳା। ଶ୍ରୀମଦ୍ ଭଗବତ ଗୀତା କର୍ମଯୋଗ। ଗାନ୍ଧିଜୀ ନାସିତତ୍ଵ। ଗୁନାର ମିର୍ଡାଲ ଏସିଆନ ଡ୍ରାମା ଏବଂ ଆଡା ସ୍ମିଥ ମୁଠାଏ ବାଲି। ତାପରେ 2 ନମ୍ବର ଦେଲା ଆମକୁ ବ୍ରହ୍ମ ସହିତ ମିଶିକି ହେଲା ବ୍ରହ୍ମଶ୍ରୀ। ସେମିତି ଋଷି ଲଗେଇ ଆହୁରି 3 ଗୋଟି ବାକ୍ୟ ଲେଖିବା। ଦେବ ସହିତ ଋଷି ହେଲା ଦେବଶ୍ରୀ, ରାଜା ସହିତ ଋଷି ହେଲା ରାଜଶ୍ରୀ, ମହା ସହିତ ଋଷି ହେଲା ମହଶ୍ରୀ। 3 ନମ୍ବର ପ୍ରଶ୍ନ, ଅର୍ଥଗତ ପାର୍ଥକ୍ୟ ବାକ୍ୟରେ ଦର୍ଶାଅ। ହେଲା, ତାହେଲେ ଅର୍ଥଗତ ପ୍ରସାଦ ପ୍ରସାଦ ଲଗେଇ 2ଟି ଅର୍ଥରେ ମାନେ କ'ଣ କରିବା? ବାକ୍ୟ ଗଠନ କରିବା। ତାହେଲେ ପ୍ରଥମ ପ୍ରସାଦ କ'ଣ? ସେ ନୀଳ ରଙ୍ଗର ପ୍ରସାଦଟି ଚମତ୍କାର ଦିଶୁଛି। ହେଲା, ଏବଂ ଆଉ ଗୋଟେ ପ୍ରସାଦ କ'ଣ? ଆଉ ଗୋଟେ ହେଲା ଦେବତାଙ୍କ ପ୍ରସାଦ। ଦେବତାଙ୍କ ପ୍ରସାଦ ଅମୃତ ତୁଲ୍ୟ ଅଟେ। ତାପରେ ପନ୍ଥା। ପନ୍ଥା କ'ଣ? ଲୋକମାନେ ଜୀବନ ଧାରଣ ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରନ୍ତି। ଏଠି ପନ୍ଥା, ଆଉ ଗୋଟେ ହେଲା ପେନ୍ଥା। ଗଛରେ ପେନ୍ଥା ପେନ୍ଥା ହୋଇ ଫୁଲ ଶୋଭା ପାଉଛି। ସେମିତି ଲକ୍ଷ ଲକ୍ଷ। ହେଲା, ଏଇ ଲକ୍ଷ୍ୟ ତ ମହାବାତ୍ୟାରେ ଲକ୍ଷ ଲକ୍ଷ ଲୋକ ଗୃହ ଶୂନ୍ୟ। ଲକ୍ଷ୍ୟଟି ସଂଖ୍ୟା, କିନ୍ତୁ ଏଇଠି ଲକ୍ଷ୍ୟ ହେଉଛି ଜୀବନର ଲକ୍ଷ୍ୟ। ସମସ୍ତଙ୍କ ଲକ୍ଷ୍ୟ ମହତ ହେବା ଉଚିତ। ତାପରେ କୂଳ। ହର୍ଷ କୂଳ ଅର୍ଥ ପ୍ରଭୁ ଶ୍ରୀରାମଚନ୍ଦ୍ର ରଘୁକୂଳରେ ଜନ୍ମଗ୍ରହଣ କରିଥିଲେ। ମାନେ କୋଉ ଜନ୍ମରେ କୋଉ ଇଏରେ ଆମେ ଜନ୍ମ କରିଛେ। ଏଇ ଦୀର୍ଘ କୂଳ ତ ସମୁଦ୍ର କୂଳରେ ବୁଲିବା ପାଇଁ ସମସ୍ତେ ଭଲ ପାଆନ୍ତି। 4 ନମ୍ବର, ଧନ ସମ୍ପଦ ପରି ଆଉ 3ଟି ଯୁଗ୍ମ ସଂଖ୍ୟା ଲେଖିବା। ଟଙ୍କା ପଇସା, ଧନ ରତ୍ନ, ଧନ ଦୌଲତ। 5 ନମ୍ବର ପିଲାମାନେ ଦେଇଛି ନିମ୍ନଲିଖିତ ଶବ୍ଦ ଗୁଡ଼ିକ ବ୍ୟବହାର କରି ବାକ୍ୟ ଗଠନ କରିବା। ତାହେଲେ ଉଦ୍ଭାସିତ ନିଜେ କର ପିଲାମାନେ ବାକ୍ୟ ଗଠନ। ନବମ କ୍ଲାସରେ ପଢ଼ିଲଣି, ନିଜେ ବାକ୍ୟ ଗଠନ କର। ସବୁତକ ଦେଖିକି ଲେଖୁଛ। ପ୍ରାବୋଧିକ ପ୍ରତିଭା ପ୍ରଭାରେ ଓଡ଼ିଆ ସାହିତ୍ୟକରଣ ହେଉଛି ଉଦ୍ଭାସିତ। ଏମିତି ପ୍ରବିଧି ସବୁତକ ନିଜେ କର। 6 ନମ୍ବର ପ୍ରତିଶବ୍ଦ। ଋଷି ସନ୍ନ୍ୟାସୀ, ତପସ୍ୱୀ, ରାଜା ଭୂପତି ନରପତି, ପନ୍ଥା ସରଣୀ, ମାର୍ଗ ଉପାୟ, ବିତ୍ତ ବିଭବ, ସମ୍ପଦ ଧନ ଅର୍ଥ। ତାପରେ ସମୂହ। ସମୂହ କ'ଣ? ସମଷ୍ଟି, ସମସ୍ତ, ସକଳ, ଦରିଦ୍ର ଦୀନ, ଗରିବ, ରଜନୀ ସର୍ବରୀ, ବିଭା ବିଭରୀ। 7 ନମ୍ବର ଦେଇଛି ବନ୍ଧନୀ ମଧ୍ୟରୁ ଆମେ ଉପଯୁକ୍ତ ଶବ୍ଦ ବାଛି ସ୍ଥାନ ନିରୂପଣ କରିବା। ଏଇ ଖଡ଼୍ଗ ମୋତେ କରିଛି ସଂଯତ। ଖରେ ଗାନ୍ଧିଜୀ ଏକ ପୂର୍ଣ୍ଣାଙ୍ଗ ମାନବ। ତାପରେ ଗରେ ନ୍ୟାସିବାଦର ପ୍ରଣୟନ ହୋଇଥିଲା 1940 ମସିହାରେ। ନେକ୍ସଟ ଆମକୁ 2 ମାର୍କିଆ କୋଶ୍ଚିନ୍ ଦେଖିବା। 8 ନମ୍ବର, ଆମ ଦେଶରେ ଆଧ୍ୟାତ୍ମିକ ସଂସ୍କୃତି କିଏ ସୃଷ୍ଟି କରିଥିଲେ? କହିଲ ପିଲାମାନେ। ଦେଖ ପିଲାମାନେ, ପୁଣ୍ୟକ୍ଷେତ୍ର ଭାରତବର୍ଷ ଥିଲା ମୁନି ଋଷିମାନଙ୍କର ଦେଶ। ସେମାନଙ୍କ ମଧ୍ୟରେ ଜାତିଭେଦ ନଥିଲା। ତପସ୍ୟା ବଳରେ ଅସାଧ୍ୟ ସାଧନ କରି ସେମାନେ ଏ ପବିତ୍ର ଦେଶରେ ଆଧ୍ୟାତ୍ମିକ ସଂସ୍କୃତି ସୃଷ୍ଟି କରିଥିଲେ। 9 ନମ୍ବର, ବିଶ୍ୱାମିତ୍ର ବ୍ରହ୍ମର୍ଷି ରୂପେ ସ୍ୱୀକୃତି ଲାଭ ନ କରିବାରୁ କ'ଣ କଲେ? ବିଶ୍ୱାମିତ୍ର ଥିଲେ ପିଲାମାନେ ମହର୍ଷି। ତାଙ୍କ ହୃଦୟରେ ଥିଲା ଯେ ବ୍ରହ୍ମର୍ଷି ହେବାର ଦୁର୍ବାର ଆକାଂକ୍ଷା, ମାତ୍ର ଇଚ୍ଛା ଥିଲା ବ୍ରହ୍ମର୍ଷି ହେବାକୁ। ଆକାଂକ୍ଷା ମାନେ ଇଚ୍ଛା। ମାତ୍ର ବ୍ରହ୍ମର୍ଷି ବଶିଷ୍ଠ ତାଙ୍କୁ ବ୍ରହ୍ମର୍ଷି ରୂପେ ସ୍ୱୀକୃତି ନ ଦେବାରୁ ସେ ବଶିଷ୍ଠଙ୍କର ସମସ୍ତ ପୁତ୍ରକୁ ହତ୍ୟା କରି ଦେଇଥିଲେ। ନେକ୍ସଟ 10 ନମ୍ବର, ଅତିଥି ଜଣକୁ ପ୍ରଥମେ ଅଭ୍ୟର୍ଥନା ସମୟରେ କ'ଣ କହିଥିଲେ? ଅତିଥି ଜଣକୁ କହିଲ ଯେ ସେ ଜଣେ ଭଣ୍ଡ ତପସ୍ୱୀ। ଶଠତାରେ ସମସ୍ତଙ୍କୁ ବଶୀଭୂତ କରିବା ସହ ପ୍ରବଞ୍ଚନାରେ ଦିଗ୍ବିଜୟ କରିଛନ୍ତି। ବିରାଟ ରାଜ୍ୟର ବିସ୍ତର କ୍ଷମତା ତଥା ଅଖଣ୍ଡ ସମୃଦ୍ଧିର ଅଧିକାରୀ ହୋଇ ବିଳାସ ବ୍ୟସନରେ ବୁଡ଼ି ରହି ତପସ୍ୱୀ ରୂପେ ପ୍ରତିଷ୍ଠା ଅର୍ଜନ କରିବା ଅସାଧାରଣ ପ୍ରତାରଣା ଅଟେ। 11 ନମ୍ବର କୋଶ୍ଚିନ୍, ଖାଦ୍ୟପେୟ ସମ୍ପର୍କରେ ଅତିଥିଙ୍କର ମନ୍ତବ୍ୟ କ'ଣ ଥିଲା?
ଚର୍ଯ୍ୟ ଚୋଷ୍ୟ ଲେନ୍ଦ୍ୟ ପେୟ ଆଦି ସମସ୍ତ ଖାଦ୍ୟପେୟ ରୁଚିକର ତୃପ୍ତିକର ତଥା ଉପଭୋଗ୍ୟ ଥିଲେ ମଧ୍ୟ ମୁଣ୍ଡ ଉପରେ ଝୁଲୁଥିବା ତୀକ୍ଷ୍ଣ ଖଡ୍ଗ ଦେଖି ସେ ଖାଦ୍ୟକୁ ଗିଳି ପକାଇଥିଲେ, ଉପଭୋଗ କରିପାରି ନଥିଲେ ବୋଲି ଅତିଥି ମନ୍ତବ୍ୟ ଦେଇଥିଲେ। ବୁଝିଲା ତ? ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି, ସିଏ ଆଉ ଖାଦ୍ୟ ଟେଷ୍ଟ କରିକି ଜଲ୍ଦି ଜଲ୍ଦି କେମିତି ଗିଳି ଦେବେ। ତାପରେ 12 ନମ୍ବର, ଭଗବତତାର କର୍ମଯୋଗ ଅଧ୍ୟାୟରେ କ'ଣ ଲେଖାଯାଇଛି? କର୍ମଶୈବ ହିଁ ସଂସିଧି ମାସ୍ତିତା ଜନକା ଦୟଃ। 13 ନମ୍ବର, ଆଧୁନିକ ଯୁଗରେ ଆଡାମ ସ୍ମିଥ କ'ଣ ଲେଖିଥିଲେ? ସେ ଲେଖିଥିଲେ ଯେ କୌଣସି ଲୋକକୁ ମୁଠାଏ ବାଲି ଦେଇ ପ୍ରତିଶ୍ରୁତି ଦିଅ ଏ ବାଲି ତୁମର, ସେ ଲୋକ ଏ ବାଲି ମୁଠାକ ସୁନାରେ ପରିଣତ କରିଦେବ। 14 ନମ୍ବର ପ୍ରଶ୍ନ, ମହାତ୍ମା ଗାନ୍ଧୀଙ୍କ ସକଳ କର୍ମର ମୂଳ ଭିତ୍ତି କ'ଣ ଥିଲା? ମୂଳ ଭିତ୍ତି ଥିଲା ସତ୍ୟ ଏବଂ ଅହିଂସା। ଆନ୍ଦୋଳନ, ଅଭିଯାନ, ରାଜନୀତି, ଅର୍ଥନୀତି ସକଳ କ୍ଷେତ୍ରରେ ଏଇ ଦୁଇଟି ତତ୍ତ୍ୱ ଥିଲା ତାଙ୍କର କ'ଣ ଆୟୁଧ, ତାଙ୍କର ମୁଖ୍ୟ ମୂଳ ଭିତ୍ତି ଥିଲା ଏଇ ଦୁଇଟା। 15 ନମ୍ବର, ଗାନ୍ଧିଜୀଙ୍କ ନ୍ୟାସୀବାଦ କ'ଣ? ଧନୀ ଶିଳ୍ପପତି ଓ ବ୍ୟବସାୟୀମାନେ ସେମାନଙ୍କ ସମ୍ପତ୍ତି ଶିଳ୍ପ ଓ ବ୍ୟବସାୟର ମାଲିକ ଭାବେ ରହି ତାର ପରିଚାଳନା କରିବେ। ନିଜ ପାଇଁ ତଥା ପରିବାର ପାଇଁ ଆବଶ୍ୟକ ଅର୍ଥ ବ୍ୟୟ କରିବା ପରେ ଉଦ୍ଭୂତ ଲାଭାଂଶକୁ ବାଧ୍ୟତାରେ ନୁହେଁ ସେମାନଙ୍କ ସ୍ୱଇଚ୍ଛାରେ ସମାଜର ହିତ କାର୍ଯ୍ୟରେ ବ୍ୟୟ କରାଯିବ। ସେମାନେ ହେବେ ସମାଜର ନ୍ୟାସୀ। ଏହା ହିଁ ଥିଲା ଗାନ୍ଧିଜୀଙ୍କର ନ୍ୟାସୀବାଦ। 16 ନମ୍ବର, ପଞ୍ଚବାର୍ଷିକ ଯୋଜନାରେ କ'ଣ ନିର୍ଦ୍ଦେଶିତ ହୋଇଛି? ଧନୀ ଦରିଦ୍ର ମଧ୍ୟରେ ବ୍ୟବଧାନ ହ୍ରାସ କରିବା ସହିତ ଦେଶର ଆୟ ଓ ସମ୍ପଦ ମୁଷ୍ଟିମେୟ ଲୋକଙ୍କ ହାତରେ କେନ୍ଦ୍ରୀଭୂତ ହେବ ନାହିଁ ବୋଲି ପଞ୍ଚବାର୍ଷିକ ଯୋଜନାରେ ଅଭୀଷ୍ଟ ନିର୍ଦ୍ଦେଶିତ ହୋଇଛି। 17 ନମ୍ବର, ଷଷ୍ଠ ଯୋଜନା ରିପୋର୍ଟରେ କ'ଣ କୁହାଯାଇଛି? ଧନୀ ଦରିଦ୍ର ମଧ୍ୟରେ ତାରତମ୍ୟ ବଢ଼ି ଚାଲିବା ସହ ସମ୍ପଦ ଅଧିକ ମାତ୍ରାରେ ସମୃଦ୍ଧ ଲୋକଙ୍କ ହାତରେ କେନ୍ଦ୍ରୀଭୂତ ହେଉଛି ଏବଂ ଏହି ପ୍ରକ୍ରିୟା ଅବିରତ ଲାଗି ରହିଛି ବୋଲି ଷଷ୍ଠ ଯୋଜନା ରିପୋର୍ଟରେ କୁହାଯାଇଛି। 18 ନମ୍ବର, ଯୋଜନାର ପ୍ରକୃତ ଲକ୍ଷ୍ୟ କ'ଣ ଥିଲା? ପ୍ରକୃତ ଲକ୍ଷ୍ୟ ଥିଲା ଯେ ବେକାରୀ ସମସ୍ୟା ସମାଧାନ, ଦାରିଦ୍ର୍ୟ ଦୂରୀକରଣ, ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା ପ୍ରତିପୂରଣ ତଥା ସମାଜର କଲ୍ୟାଣ ଓ ସାମୂହିକ ବିକାଶ। 19 ନମ୍ବର, କେଉଁ ଅଭାବ ପାଇଁ ଯୋଜନାର ଉଦ୍ଦେଶ୍ୟ ପରିପୂରଣ ହୋଇପାରିଲା ନାହିଁ? ଆଗ୍ରହ, ଆଭିମୁଖ୍ୟ ଏବଂ ଆନ୍ତରିକତାର ଅଭାବ ପାଇଁ ଯୋଜନାର ଉଦ୍ଦେଶ୍ୟ ପରିପୂରଣ ହୋଇପାରିଲା ନାହିଁ। 20 ନମ୍ବର, ନରମା ରାଷ୍ଟ୍ରର ବିଶେଷ ଲକ୍ଷଣ କ'ଣ? ତାଙ୍କ ବିଶେଷ ଲକ୍ଷଣ ହେଲା ସାମାଜିକ ଶୃଙ୍ଖଳାର ଅଭାବ। ଯେକୌଣସି ବ୍ୟବସ୍ଥା ବା ନିର୍ଦ୍ଦେଶ ପ୍ରଣୟନ କରାଗଲେ ତାକୁ ଅମାନ୍ୟ କରିବା ହେଉଛି ପ୍ରତ୍ୟେକଙ୍କର ସ୍ୱଭାବ ଏବଂ କର୍ମରେ ଅବହେଳା ତଥା ଆଦେଶର ପ୍ରତିରୋଧ କରିବା ଏକ ସାଧାରଣ ପ୍ରବୃତ୍ତିରେ ପରିଣତ ହୋଇଛି। ଏହା ଦେଶର ଅଗ୍ରଗତି ପାଇଁ ପ୍ରତିକୂଳ ଅଟେ। ନେକ୍ସଟ 21 ନମ୍ବର କ୍ୱେଶ୍ଚିନ୍, କ୍ଷମତାର ହସ୍ତାନ୍ତର ପୂର୍ବରୁ ନେତୃମହଲରେ ଗାନ୍ଧିଜୀ କ'ଣ ଲକ୍ଷ୍ୟ କରିଥିଲେ? ସମୂହ ଦୃଷ୍ଟି ପରିବର୍ତ୍ତେ ସ୍ୱାର୍ଥ ଦୃଷ୍ଟି ବିଶେଷ ଭାବରେ ପ୍ରକଟିତ ହୋଇଥିବାର ଗାନ୍ଧିଜୀ ଲକ୍ଷ୍ୟ କରିଥିଲେ। 22 ନମ୍ବର, ଗାନ୍ଧିଜୀଙ୍କ ପରିକଳ୍ପିତ ସମାଜ କିପରି ଥିଲା? ସମାଜ ଥିଲା ଶୋଷଣ ଓ ଅନାଚାର ବିହୀନ ତଥା ବିଚାର ଓ ସମନ୍ୱୟଯୁକ୍ତ ସୁସ୍ଥ ସମାଜ, ଏକ ସମୂହ ପରିବାର। 23 ନମ୍ବର, ବର୍ତ୍ତମାନ ସମାଜ ଦୃଷ୍ଟି ସ୍ଥାନରେ କ'ଣ ପରିଲକ୍ଷିତ ହେଉଛି? କ୍ଷମତାର ସଂଘର୍ଷ ତଥା ଉତ୍କଟ ଆତ୍ମସେବା ତେଜି ଉଠୁଥିବାର ପରିଲକ୍ଷିତ ହେଉଛି। 24 ନମ୍ବର, ଇତିହାସ ବାରମ୍ବାର କେଉଁ ପ୍ରକାର ଚେତାବନୀ ଦେଇଛି? ଇତିହାସ ବାରମ୍ବାର ଚେତାବନୀ ଦେଇଛି ଯେ ସଂକଟ, ସଂଘର୍ଷ ଏବଂ ପ୍ରତାରଣାରୁ ଉଦ୍ଭୂତ ହୁଏ ଅବାଞ୍ଛନୀୟ ପ୍ରତିକ୍ରିୟା। ବୁଝିଲା ତ ପିଲାମାନେ? ନେକ୍ସଟ ପାର୍ଟରେ ଆମେ ସରଳାର୍ଥ ଏବଂ ଲଙ୍ଗ କୋଶ୍ଚିନ୍ କରିବା।